ସତ କୁହନ୍ତୁ, ଭାବିଚିନ୍ତି କୁହନ୍ତୁ। ଫ୍ରଣ୍ଟ ଲୋକ ଆଉ ଗୋଟେ ପ୍ରକାର, ଆଉ କିଛି ଉଦ୍ଦେଶ୍ୟ ନେଇ ଆସିଛି, ଆଉ କିଛି ଉଦ୍ଦେଶ୍ୟ ନେଇ କଥା କହୁଛି, ଆଉ କିଛି ଉଦ୍ଦେଶ୍ୟ ନେଇ ନଜର ପକାଉଛି। ତା ଦୃଷ୍ଟି ଅନ୍ୟ ପ୍ରକାର ହେଇପାରେ। ସେ ତ ମହାନ ବୋଲି ମାନେ ନାହିଁ ନା। ଫର୍ ଏକ୍ଜାମ୍ପଲ୍, ଯଦି ସେ କହୁଛି ଆପଣ ସ୍ୱାମୀ କେଉଁଠି ଅଛନ୍ତି, ଯଦି ମନେକର ବାଙ୍ଗାଲୋରରେ ଅଛନ୍ତି, ଆପଣ ତାଙ୍କୁ କ'ଣ କହିବା ଦରକାର ଯେ ସେ ତ ସେମିତି ପଚାରିଲେ। ବେଳେବେଳେ ପଚାରିବେ ସେ କେତେ ଦିନରେ ଥରେ ଆସନ୍ତି, କେତେ ମାସରେ ଥରେ ଆସନ୍ତି। ତାପରେ ପଚାରିବେ ଆପଣ ଏଠି ଆସୁନାହାନ୍ତି, ଆପଣଙ୍କ ଲୋନ୍ କରେଇଦେବି। ଏମିତି କହିପାରନ୍ତି ଏଠି ଆକାଉଣ୍ଟ ଗୋଟେ ଖୋଲୁନାହାନ୍ତି, ଲୋନ୍ର ସୁବିଧା ଅଛି, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ତାପରେ ଯେ କ'ଣ ହେଉଛି, କ'ଣ କିଏ କରୁଛି, ଆପଣମାନେ ପେପରରୁ ପଢ଼ିଥିବେ, ମୁଁ ତାକୁ ଶବ୍ଦରେ କହିବାକୁ ଚାହୁଁନି। ସତ କହିଲେ ସତ ନୁହଁ, ସତ୍ୟ କୁହନ୍ତୁ। ସତର କେତିକି ଅଂଶ ତାକୁ କହିବା ଦରକାର, କାରଣ ବାହାର ଲୋକ ଜାଣିବା ଦରକାର ନାହିଁ ଆପଣଙ୍କ ୱିକନେସ୍, ଆପଣଙ୍କ ଘର କଥା। ସେ ତ ବାହାର ଲୋକ, ବାହାରେ ଅଛି, ଘରେ ଏଣ୍ଟ୍ରି କରିବାକୁ ଚାହୁଁଛି, ମୁରବୀ ନାହାନ୍ତି, ଜାଣିଲେ ତ ଏଣ୍ଟ୍ରି କରିବ ନା। ଏଣ୍ଟ୍ରି କରୁଛନ୍ତି ବି, ତାପରେ ଯାହା ହେଉଛି ଆପଣମାନେ ଶୁଣିଥିବେ, ସବୁଦିନ ପେପରରେ ପଢ଼ୁଥିବେ। ତା ମୂଳ କାହାଣୀଟା ମୁଁ କହୁଛି। ସତ୍ୟ କୁହନ୍ତୁ, ମାନେ ବାହାର ଲୋକଙ୍କୁ ଯେତିକି କହିବା ଦରକାର ସେତିକି କୁହନ୍ତୁ। ପୁରା ସତ ନୁହଁ, ବହୁତ ହଇରାଣରେ ପଡ଼ିଯିବେ।